ଖାଲଖମାରେ ଭରିଗଲାଣି ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ 57। ପ୍ରତିଦିନ ଘଟୁଛି ଦୁର୍ଘଟଣା, ଲୋକେ ହନ୍ତସନ୍ତ। ଲଗାଣ ବର୍ଷା ପରେ ବୌଦ୍ଧ ଜାତୀୟ ରାଜପଥ 57 ରାସ୍ତା ଖାଲଖମାରେ ପରିଣତ ହୋଇଛି। ରାସ୍ତା ସାରା ବଡ଼ ବଡ଼ ଖାଲ ହୋଇଥିବା ବେଳେ ପିଚୁ ଉଠିଗଲାଣି। ପ୍ରତିଦିନ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ନଜର ପଡ଼ୁନାହିଁ। ଫଳରେ ରାସ୍ତାରେ ଯିବା ଏବେ ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ଦୁଇ ଚକିଆ ଚାଳକଙ୍କ ପାଇଁ ଏହି ରାସ୍ତା ଏବେ ମରଣ ଯନ୍ତା ପାଲଟିଛି। ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟୁଛି। ନିମ୍ନମାନର ରାସ୍ତା କାମର ଫଳ ଏବେ ଭୋଗୁଛନ୍ତି ବୌଦ୍ଧ ଜିଲ୍ଲାବାସୀ। ସୂଚନା ଅନୁଯାୟୀ ସହରରେ ପ୍ରତିଦିନ 4ରୁ 5ଟି ସଡ଼କ ଦୁର୍ଘଟଣା ଘଟୁଛି। ବୌଦ୍ଧ ଜିଲ୍ଲା ସରକାରୀ ହସ୍ପିଟାଲକୁ ପ୍ରତିମାସ 100ରୁ ଅଧିକ ଗୁରୁତର ସଡ଼କ ଦୁର୍ଘଟଣା ମାମଲା ଆସୁଛି। ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣାର ସଂଖ୍ୟା ବଢୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରାସ୍ତାର ଏଭଳି ଅବସ୍ଥା ଏବେ ପ୍ରଶ୍ନ ଉଠାଇଛି। ବର୍ଷା ପରେ ଯେଭଳି ରାସ୍ତା ଭାଙ୍ଗି ପଡ଼ିଛି ତାହା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ଲୋକଙ୍କ ଅଭିଯୋଗ, ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖାଯାଉନାହିଁ। ବୌଦ୍ଧ ଜିଲ୍ଲା ପରିଚୟ କେବଳ ପ୍ରକଳ୍ପରେ ନୁହେଁ, ଭଲ ଭିତ୍ତିଭୂମିରେ ଥାଏ। କିନ୍ତୁ ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ 57 ରାସ୍ତାର ଏଭଳି ବେହାଲ ସ୍ଥିତି ଅନେକ ପ୍ରଶ୍ନ ଉଠାଇଛି। ଦୁର୍ଘଟଣା ରୋକିବା ଓ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ପ୍ରଶାସନ କେବେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଛି ତାହାକୁ ନେଇ ସମସ୍ତଙ୍କର ନଜର ରହିଛି। ବାଉଁଶୁଣୀ ଠାରୁ ମଣମୁଣ୍ଡା ପର୍ଯ୍ୟନ୍ତ ଏତେ ଖାଲ ଖାଡ଼ରେ ହେଇଛି ତ ନାହିଁ ନଥିବା ଯେନ୍ ଗଭୀର ମାନେ ପାଣିରେ ସମିକି ରହୁଛି ଗାଡ଼ି ମଟର, ଯାହାଫଳରେ ପଡ଼ିକିରି ଏକ୍ସିଡେଣ୍ଟ ହେଇଯାଉଛି। ଆଉ ତାର ଫଳରେ ଯେ ମୋଟରସାଇକେଲ ଗାଡ଼ି ମଟର ମାନେ କୌଣସି ଚାଲବାର ଭାରି ପ୍ରୋବ୍ଲେମ୍ ରହିଲାନ, ଯାହାକୁ ବିଭାଗ କହିଲେ ବି କେହି ଆଜିକୁ ARSS କମ୍ପାନୀ ଏ ରାସ୍ତା କାମ କରିଥିଲା। ବିଗତ ହେଇଗନ 7-8 ବର୍ଷ ଉର୍ଦ୍ଧ୍ୱ ହେଉଥିବ ବୋଧେ। ସେ କାମ କଲା ପରଠାରୁ ଆଉ ତା ରିପେୟାରିଂ ବି ହେଉନାହିଁ। ଯେମିତି ଲାଗିକି ବର୍ଷା ହେଲେ ସେ ଖାଲ ମାନେ ଦିଶିବାକୁ ନାହିଁ। ବାଇକ୍ ଚାଳକମାନେ ଆକ୍ସିଡେଣ୍ଟ ହେଇକି ଦୁର୍ଘଟଣା ଘଟୁଛି ତାଙ୍କର, ଯେନ୍ଟାକି ଅକାରଣରେ ଜୀବନ ଯାଉଛି। ଆଉ ସେ ରାସ୍ତା ଯେଉଁ ମରାମତି ହେଇଗଲେ ଲୋକଙ୍କୁ ଉପକୃତରେ ଆସିଥାଏ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ପ୍ରୟାସ ନ୍ୟୁଜ୍।